ଏହି କାହାଣୀଟି ହେଉଛି ଚାରିଜଣ ସାଙ୍ଗଙ୍କର ଯିଏକି ଗୋଟିଏ କଲେଜରେ ଆଉ ଗୋଟିଏ କ୍ଲାସ୍ରେ ଏକା ସାଙ୍ଗରେ ପଢ଼ୁଥିଲେ। ଦିନେ ତାଙ୍କ କଲେଜରେ ଏକ୍ଜାମ୍ର ଆନାଉନ୍ସମେଣ୍ଟ ହେଲା, କିନ୍ତୁ ଏହି ପରୀକ୍ଷା ବିଷୟରେ ଏ ଚାରିଜଣ ସାଙ୍ଗ ଭୁଲି ଯାଇଥିଲେ। ଏକ୍ଜାମ୍ର ପୂର୍ବଦିନ ଏମାନେ ଲେଟ୍ ନାଇଟ୍ ପାର୍ଟି କରୁଥିଲେ। ଏକ୍ଜାମ୍ ଦିନ ଏହି ଚାରିଜଣ ସାଙ୍ଗ ଯେତେବେଳେ କଲେଜରେ ପହଞ୍ଚିଲେ ତାଙ୍କୁ ଜଣାପଡ଼ିଲା କି ଏକ୍ଜାମ୍ ସରିଗଲାଣି। ସେତେବେଳେ ଏହି ଚାରିଜଣ ସାଙ୍ଗ ଗୋଟିଏ ପ୍ଲାନ୍ ବନେଇଲେ। କାର୍ର ଅଏଲ୍ କପଡ଼ାରେ ଲଗେଇ ପ୍ରିନ୍ସିପାଲଙ୍କ ପାଖରେ ଯାଇ ପହଞ୍ଚିଲେ ଆଉ ପ୍ରିନ୍ସିପାଲଙ୍କୁ କହିଲେ, ଆମେ ଏକ୍ଜାମ୍ ଦେବା ପାଇଁ ଆସୁଥିଲୁ, କିନ୍ତୁ ରାସ୍ତାରେ କାର୍ର ଟାୟାର ପମ୍ପଚର୍ ହୋଇଗଲା, ସେଥିପାଇଁ ଆମର ଲେଟ୍ ହୋଇଗଲା। ଏକଥା ଶୁଣିବା ପରେ ପ୍ରିନ୍ସିପାଲ କହିଲେ, ଠିକ୍ ଅଛି, ତୁମେମାନେ କାଲି ଆସ, ତୁମ ଚାରିଜଣଙ୍କ ଏକ୍ଜାମ୍ କାଲି ନିଆଯିବ। ଏକଥା ଶୁଣିବା ପରେ ଏ ଚାରିଜଣ ସାଙ୍ଗ ଖୁସି ହେବାକୁ ଲାଗିଲେ ଆଉ ଘରକୁ ଚାଲିଗଲେ। ପରଦିନ ଯେତେବେଳେ ଏମାନେ କଲେଜରେ ପହଞ୍ଚିଲେ ଏମାନଙ୍କୁ କୁହାଗଲା କି ତୁମ ଚାରିଜଣଙ୍କ ଏକ୍ଜାମ୍ ଅଲଗା ଅଲଗା କ୍ଲାସ୍ରେ ନିଆଯିବ ବୋଲି। ତାପରେ ଏହି ଚାରିଜଣ ସାଙ୍ଗଙ୍କୁ ଅଲଗା ଅଲଗା କ୍ଲାସ୍ରେ ଛଡ଼ାଗଲା। ଯେତେବେଳେ ଏହି ଚାରିଜଣ ସାଙ୍ଗଙ୍କ ପାଖକୁ କୋଶ୍ଚିନ୍ ପେପର ଆସିଲା, ଏମାନେ କୋଶ୍ଚିନ୍ ପେପରକୁ ଦେଖି ଦୁଃଖୀ ହେବାକୁ ଲାଗିଲେ। କୋଶ୍ଚିନ୍ ପେପରରେ କେବଳ ଗୋଟିଏ କୋଶ୍ଚିନ୍ ଲେଖାଥିଲା କି କାର୍ର କେଉଁ ଟାୟାର ପମ୍ପଚର୍ ହୋଇଥିଲା। ଏ କାହାଣୀଟି ନିଶ୍ଚିନ୍ତ ଭାବେ ଫନି ଅଟେ, କିନ୍ତୁ ଏ କାହାଣୀରୁ ଆମେ ଏହା ଶିକ୍ଷା ପାଇଲୁ ଯେ କି ଜୀବନରେ କେବେ ବି ଆପଣଙ୍କ ଉପରେ ବିଶ୍ୱାସ କରିଥିବା ଲୋକକୁ ମିଛ କୁହନ୍ତୁ ନାହିଁ ବୋଲି। ତୁମେ ଯାହାକୁ ମିଛ କହୁଛ ତାକୁ ଯଦି ସତ ଜଣାଥାଏ ତାହେଲେ ତୁମର ଭ୍ୟାଲୁ ସେଇ ମଣିଷ ଆଗରେ ସବୁଦିନ ପାଇଁ ନଷ୍ଟ ହୋଇଯାଏ।